1913 ମସିହାରେ ଜଣେ ଭାରତୀୟ ପୁରା ଏସିଆରେ ନାମ ରୋଶନ କରିଥିଲେ, କିନ୍ତୁ ତାପରେ ଦୁଃଖର ବିଷୟ ଯେ ସେ ଯେଉଁ ପଦକ୍ଷେପ ନେଇଥିଲେ ସେଥିରେ ଶୁଣିଲେ ଆପଣ ଗର୍ବ ଅନୁଭବ କରିବେ। ରବୀନ୍ଦ୍ରନାଥ ଠାକୁର 20ତମ ଶତାବ୍ଦୀର ସବୁଠାରୁ ମହାନ ଲେଖକ ମଧ୍ୟରୁ ଜଣେ ଥିଲେ। ସେତେବେଳେ ତାଙ୍କୁ 41 ବର୍ଷ ହେଇଥିଲା। ସେତେବେଳେ ତାଙ୍କ ପତ୍ନୀ ମୃଣାଳିନୀଙ୍କ ଦେହାନ୍ତ ପରେ ପତ୍ନୀଙ୍କ ମୃତ୍ୟୁ ତାଙ୍କୁ ଗଭୀର ଦୁଃଖ ଦେଇଥିଲା, କିନ୍ତୁ ସେ ନିଜର ଏହି ଦୁଃଖକୁ ଲେଖାରେ ପରିବର୍ତ୍ତନ କରିଦେଲେ ଏବଂ ନିଜ ରଚନାରେ ମଧ୍ୟ ତାକୁ ପ୍ରକାଶ କଲେ। ଦୁନିଆରେ ରବୀନ୍ଦ୍ରନାଥ ଠାକୁର ଏକମାତ୍ର କବି ଯିଏ 2ଟି ଦେଶର ରାଷ୍ଟ୍ରଗୀତ ଲେଖିଛନ୍ତି। ତାଙ୍କର ଲେଖା ଗୀତକୁ ଭାରତ ଓ ବାଂଲାଦେଶର ରାଷ୍ଟ୍ରଗୀତ ଭାବେ ସମ୍ମାନ ମିଳିଛି। 1913 ମସିହାରେ ଯେ କେବଳ ପ୍ରଥମ ରାଷ୍ଟ୍ରପତି ଭାରତୀୟ ନୁହେଁ, ପୁରା ଏସିଆର ପ୍ରଥମ ବ୍ୟକ୍ତି ହୋଇଥିଲେ ଯିଏ ସାହିତ୍ୟରେ ନୋବେଲ ପୁରସ୍କାର ଜିତିଥିଲେ। ଏହା ସମଗ୍ର ଭାରତ ପାଇଁ ଗର୍ବର ବିଷୟ ଥିଲା। ତାପରେ 1915 ମସିହାରେ ବ୍ରିଟେନରେ ରାଜା କିଙ୍ଗ ଜର୍ଜ ପଞ୍ଚମ ତାଙ୍କୁ ନାଇଟହୁଡ୍ ଉପାଧି ଦେଇଥିଲେ। ଏହି ଉପାଧି ପାଇବା ପରେ ତାଙ୍କ ନାମ ପୂର୍ବରୁ ସର୍ ଲଗାଯାଇଥିଲା। କିନ୍ତୁ 1919 ମସିହାରେ ଜାଲିଆନବାଗ ମେସାର୍ସ ପରେ ସବୁକିଛି ବଦଳିଗଲା। ବ୍ରିଟିଶ ସେନା ଜେନେରାଲ ଡାୟରଙ୍କ ନେତୃତ୍ୱରେ ନିରସ୍ତ ଭାରତୀୟମାନଙ୍କ ଉପରେ ଗୁଳି ଚଳାଇଥିଲେ। ଏହି ଘଟଣାରେ ଶତାଧିକ ଲୋକ ମୃତ୍ୟୁବରଣ କରିଥିଲେ। ସମଗ୍ର ଦେଶ ଏହି ଘଟଣାର ଶୋକରେ ଡୁବି ଯାଇଥିଲା। ରବୀନ୍ଦ୍ରନାଥ ଠାକୁର ଏହି ଘଟଣାରେ ବହୁତ ଦୁଃଖିତ ହୋଇଥିଲେ ଏବଂ ତାପରେ ସେ ବ୍ରିଟିଶ ରାଜା ଦେଇଥିବା ନାଇଟହୁଡ୍ ଉପାଧିକୁ ଏକ ଚିଠି ଲେଖି ଫେରାଇ ଦେଇଥିଲେ ଏବଂ ତାଙ୍କର ଏହି ସିଦ୍ଧାନ୍ତ ବ୍ରିଟିଶ ସରକାରକୁ ହଲାଇ ଦେଇଥିଲା। ରବୀନ୍ଦ୍ରନାଥ ଠାକୁର ପ୍ରମାଣ କରିଦେଇଥିଲେ ଯେ ସେ ଦେଶପ୍ରେମ ଠାରୁ କୌଣସି ବଡ଼ ଉପାଧି ନାହିଁ। ବ୍ରିଟେନ ରାଜା ଦେଇଥିବା ସମ୍ମାନ ମଧ୍ୟ ସେ ଦେଶର ସମ୍ମାନ ଆଗରେ କିଛି ନୁହେଁ। ରବୀନ୍ଦ୍ରନାଥ ଠାକୁରଙ୍କ ଏହି ମହାନ ଦେଶପ୍ରେମ ଓ ସାହସ ବିଷୟରେ ଆପଣଙ୍କ ମତ କ'ଣ? ଦୟାକରି କମେଣ୍ଟ ଲେଖନ୍ତୁ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ବହୁତ ବହୁତ ଧନ୍ୟବାଦ। এই কাহিনীকে ভাল লাগুলে কাহিনীকে সেয়ার করতু, চ্যানেলকে সবসক্রাইব করতু এবং নিজ প্রিয় জন ভিতরে সেয়ার করতু। ধন্যবাদ।